ଜଗନ୍ନାଥ ମହାପୁରୁ ପାଖରେ ଖାସି ମାଂସ ବଳି ପଡେ, ବୋଦା ମାଂସ ବଳି ପଡେ। ଏଇ 3 ଦିନ ଯାକ ଆଚ୍ଛା ଶ୍ରୀମନ୍ଦିର ଭିତରେ ବାସ୍ ଦ୍ୱାର ଦେଇକି ଯିବେନି। ନାଇଁ 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 ଛେଳି ଗୁଡାକୁ ଆଚ୍ଛା ଗୋଡ ବାନ୍ଧିକି ବାସ୍ ମେଘନାଦ ପ୍ରାଚୀର ଉପରକୁ ଫୋପାଡ଼ିବେ। ତାକୁ ହାଣିବ କିଏ? କିସ ହାଣିବ? କୋଇଲି ବୈକୁଣ୍ଠକୁ ଗଲା ବେଳେ ଆଚ୍ଛା ଆଚ୍ଛା କଳା ବସ୍ତ୍ର ପିନ୍ଧି ଜଣେ ବସିଛନ୍ତି, ତାଙ୍କୁ କୁହାଯାଏ ଚଣ୍ଡାଳ। ଆଚ୍ଛା ସେଇ ବିମଳା ମନ୍ଦିର ଆଗରେ ହାଣିବ। ମା ବିମଳା ମନ୍ଦିର ଆଗରେ ହାଣିବ। ଆଚ୍ଛା ତେଣୁ ବିମଳା ମନ୍ଦିର ଆଗର ଯେ ପରା ଇଏ ରନ୍ଧା ହୁଏ ଛେଳି ମାଂସ, ଏ କଥାକୁ ନେଇକି ଦିନେ ଓଡିଶା ହଇଚଇ ସୃଷ୍ଟି ହେଲା। କଣ ହେଲା? ନୃସିଂହ ହୋତା କହୁଛି ଜଗନ୍ନାଥ ମଟନ ଖାଏ। ବାସ୍ ସାରା ଓଡିଶା ୟୁଟ୍ୟୁବରେ ବୁଲିଲା। ଟଙ୍କା 5ଟି ଯଦି ଦବୁ ତାହେଲେ ବୁଝେଇଦେବି। କଣ ବାବା ପ୍ରଶ୍ନ ପଚାରିଥିଲୁ? ଆଉ ଥରେ ଟିକେ କହ। ଉଗ୍ରତାରା, ସୁଳପାଣି, ସୁଭଦ୍ରା, ଭୁବନେଶ୍ୱରୀ, ନୀଳାଦ୍ରୌ, ଜଗନ୍ନାଥ ସାକ୍ଷାତ ଦକ୍ଷିଣ କାଳିକା। ଉଗ୍ରତାରା ଏବଂ ଦକ୍ଷିଣ କାଳିକା ଏ 2 ଜଣ ହେଉଛନ୍ତି ତାମସିକ ଦେବତା। ତାହେଲେ ଏମାନଙ୍କୁ ସାତ୍ବିକ ପରମ ସାତ୍ବିକ ଦେବ ଜଗନ୍ନାଥ ବଳଭଦ୍ର ଚଉରାନନ ସମାନ ମିଳିବ ନା? ଯଦି ଏହା ସମାନ ତାହେଲେ ଏମାନେ ପ୍ରକୃତରେ ସାତ୍ବିକ ବର୍ଣ୍ଣର ନା ତାମସିକ ବର୍ଣ୍ଣ? ଯଦି ସାତ୍ବିକ ବର୍ଣ୍ଣର ତାହେଲେ ବୈକୁଣ୍ଠ ଏମାନଙ୍କ ପାଇଁ କଣ? ଜଗନ୍ନାଥ ମହାପ୍ରଭୁ ବି ତାମସିକ ଠାକୁର, ସାତ୍ବିକ ନୁହଁ। ଟଙ୍କା 5ଟି ଯଦି ଦବୁ ତାହେଲେ ବୁଝେଇଦେବି। ଆଉ ଖାଲି ମନ ଇଚ୍ଛାରେ ପଚାରିଦେଲେ ହବନି। ମୁଁ ପାଠ ଶିଖିଛି କାହିଁକି? 2 ପଇସା ରୋଜଗାର କରିବା ପାଇଁ। ଆଉ ତୁ ମନ ଇଚ୍ଛା ପଚାରିଲେ ହବନି। ଟଙ୍କା 5ଟି ଦବୁ, ସାଙ୍ଗେ ସାଙ୍ଗେ ବୁଝେଇଦେବି, ଗୋଟାଏ ମିନିଟ। ହଉ 500 ନଥାଉ, 100 ଟଙ୍କା ଦବୁ। 16 ବର୍ଷ ମତେ ଜାଣିଲି 50 ଟଙ୍କା ଧରିକି ଆସିଥିଲି, ଦୀପ ଭାବୁଥିଲି। ନାଇଁ ହଉ ତଥାପି ତତେ ବୁଝେଇ ଦଉଛି। ତୁ କାହିଁକି ଗୋଟେ ମନ କଷ୍ଟ କରିବୁ? ପାଲା ଦେଖିବାକୁ ଭଲ ପାଉଛୁ ମାନେ ଆଜିର ଯୁବକ ସମାଜ ଯଦି ପାଲା ଶୁଣିବାକୁ ଭଲ ପାଉଛନ୍ତି, ୟାଠୁ ଆଉ ବଡ କଥା କିଛି ନାହିଁ। ନାଇଁ 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 ଜଗନ୍ନାଥ ମହାପୁରୁ ପାଖରେ ଖାସି ମାଂସ ବଳି ପଡେ, ବୋଦା ମାଂସ ବଳି ପଡେ। ଜଗନ୍ନାଥ ବି ତାମସିକ ଠାକୁର। ଏ କଥାକୁ ନେଇକି ଦିନେ ଓଡିଶା ହଇଚଇ ସୃଷ୍ଟି ହେଲା। କଣ ହେଲା? ନୃସିଂହ ହୋତା କହୁଛି ଜଗନ୍ନାଥ ମଟନ ଖାଏ। ବାସ୍ ସାରା ଓଡିଶା ୟୁଟ୍ୟୁବରେ ବୁଲିଲା। ହଁ ମହାସପ୍ତମୀ, ଆଚ୍ଛା ଅଷ୍ଟମୀ ଅଷ୍ଟମୀ ଆଉ ନବମୀ, ଆଚ୍ଛା ଆଚ୍ଛା ସପ୍ତମୀ ଅଷ୍ଟମୀ ନବମୀ ଏଇ 3 ଦିନ ଯାକ ଆଚ୍ଛା ଶ୍ରୀମନ୍ଦିର ଭିତରେ ବାସ୍ ଦ୍ୱାର ଦେଇକି ଯିବେନି। ନାଇଁ 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 ଛେଳି ଗୁଡାକୁ ଆଚ୍ଛା ଗୋଡ ବାନ୍ଧିକି ବାସ୍ ମେଘନାଦ ପ୍ରାଚୀର ଉପରକୁ ଫୋପାଡ଼ିବେ। ତାକୁ ହାଣିବ କିଏ? କିସ ହାଣିବ? କୋଇଲି ବୈକୁଣ୍ଠକୁ ଗଲା ବେଳେ ଆଚ୍ଛା ଆଚ୍ଛା କଳା ବସ୍ତ୍ର ପିନ୍ଧି ଜଣେ ବସିଛନ୍ତି, ତାଙ୍କୁ କୁହାଯାଏ ଚଣ୍ଡାଳ। ଆଚ୍ଛା ସେଇ ବିମଳା ମନ୍ଦିର ଆଗରେ ହାଣିବ। ମା ବିମଳା ମନ୍ଦିର ଆଗରେ ହାଣିବ। ଆଚ୍ଛା ତେଣୁ ବିମଳା ମନ୍ଦିର ଆଗର ଯେ ପରା ଇଏ ରନ୍ଧା ହୁଏ ଛେଳି ମାଂସ, ଆଜି ଯାଏ ପରା ସେହି ପ୍ରଥା ଅଛି। କେହି ନଡ଼ିଏ
ବହି ଦେଖିଲେ ହବ। ଆଚ୍ଛା ଏ ବହିଟି ମୁଁ ଯୋଉ ପଦଟି ଗାଇଲି କୋଉ ପଦ ଗାଇଲି ବହି ନାଁ କଣ ହଁ ସେଟା ଜାଣିବା କଥା। ଆପଣ ଚାହିଁଲେ ବି କିଣିପାରିବେ। ବାସ୍ ବହିଟିର ନାଁ ଜଗନ୍ନାଥ ସଂସ୍କୃତି ଉପରେ ଯଦି ଆପଣ ଶୁଣିବାକୁ ଚାହିଁବେ ଜାଣିବାକୁ ଚାହିଁବେ ବାସ୍ ବହିଟିର ନାଁ ଆହା ନୀଳାଦ୍ରି ମହୋଦୟ। ଆଚ୍ଛା ଆଚ୍ଛା କବି କବି ଭଦ୍ରକ ଜିଲ୍ଲାର କବି ଅର୍ଜୁନ ଚରଣ ପଣ୍ଡା ହାଇସ୍କୁଲ ଟିଚର। ବାସ୍ ସିଏ ଆଜି ଶ୍ରୀକ୍ଷେତ୍ର ପୁରୀରେ ଆହା ଶ୍ରେଷ୍ଠ ବହି ବୋଲେଇଛି। ଆଚ୍ଛା ତେଣୁ ଭଗବତତ୍ୱକୁ ଚେତନା କରିବାକୁ ଯାଇ ବାସ୍ ଯିଏ ଭଗବାନଙ୍କୁ ଅବମାନନା କରିଛି ସେ ଦଣ୍ଡ ପାଇଛି ନିଶ୍ଚିତ ନା କେମିତି କିପରି ଦଣ୍ଡ ପାଇଛି? ବିଶ୍ୱ ବିଜୟ ହରସେ ବଳିଷ୍ଠ ବଳି ବିଶେଷ বসি কল্পনা করিলা বাসব পদ বারণ করাই বড় পুরোধা বহু সম্ভার ইয়ে বিশুদ্ধ বুদ্ধ সঙ্গমে সতা স্বমেধ ইয়ে কবিঙ্কর বচন মতে কবিঙ্কর বচন মতে পরবধূ বধূমুখী বিন্ধ্যা সঙ্গ দেবে